ଲକ୍ଷ୍ମୀନାରାୟଣ ମନ୍ଦିରକୁ ଗଲି ଦର୍ଶନ କରିବା ପାଇଁ। ଗୋଟିଏ ଜାଗାରେ ପୂଜା ପାଉଛନ୍ତି। ରାମ ସୀତା ମନ୍ଦିରକୁ ଯାଇ ଦେଖିଲି ଗୋଟିଏ ଆସନ୍ତି ଗୋଟିଏ ଜାଗାରେ ପୂଜା ପାଉଛନ୍ତି। ଶିବ ମନ୍ଦିରକୁ ଯାଇ ଦେଖିଲି ଶିବ ପାଖରେ ପାର୍ବତୀ ନାଇଁ। ମାନେ জগন্নাথ হে জগত হরনাথ জয় জগন্নাথ হে জগত হরনাথ তুমি ন রখিলে মু হেলিও নাথ চির চিহ্ন আসি হেল বিমতি কি গীত গাইবি মোর নাই শকতি রাজাঙ্গ মধ্যরে বন্দে রঘুনাথ বীরবর পণরে বন্দই মু পাঠ রসিক পণরে বন্দে কৃষ্ণচন্দ্র একা নারীঙ্গ মধ্যরে বন্দিলি রাধিকা সতীঙ্গ মধ্যরে বন্দই জাহ্নবী নদীঙ্গ মধ্যরে বন্দই জাহ্নবী সভাজন মান মহিমা হই কিছু কিছু সবাই কহিবি বুঝাই শুণ মামু এবে মোহর ব্রত গোটি গোটি করি এবে মু কହୁছি শুণ বিষ্ণু মন্দিরକୁ গলি মু দর্শন করি লক্ষ্মীনারায়ণ ସେଠାରେ ଅଛନ୍ତି ପୁରୀ ରଘୁନାଥ ମନ୍ଦିରରେ ମୁଁ ହେଲି ହାଜର ରାମ ସୀତାଙ୍କୁ ଦେଖିଲି ନେତ୍ରର ରାଧାକୃଷ୍ଣ ମନ୍ଦିରରେ ମୁଁ ପ୍ରବେଶ ହେଲି ରାଧାକୃଷ୍ଣଙ୍କୁ ମୁଁ ନେତ୍ରରେ ଦେଖିଲି ଶିବ ମନ୍ଦିରରେ ଯାଇ ମୁଁ ହେଲି ପ୍ରବେଶ ଶିବ ପାଖେ ପାର୍ବତୀ ନାହାନ୍ତି ଅବଶ୍ୟ ଶିବ ପାଖେ ପାର୍ବତୀ କାହିଁକି ନାହାନ୍ତି ଏଥିର କାରଣ ମତେ କହିବ ବାଛି ଲକ୍ଷ୍ମୀନାରାୟଣ ମନ୍ଦିରକୁ ଗଲି ଦର୍ଶନ କରିବା ପାଇଁ। କଣ ଦେଖିଲୁ? ଲକ୍ଷ୍ମୀନାରାୟଣ ସ୍ୱାମୀ ସ୍ତ୍ରୀ ଗୋଟିଏ ଆସନ୍ତି ଗୋଟିଏ ଜାଗାରେ ପୂଜା ପାଉଛନ୍ତି। ଦର୍ଶନ କଲୁ? ହଁ। ତାପରେ କୋଠିକି ଗଲୁ? ରାମ ସୀତା ମନ୍ଦିରକୁ ଯାଇ ଦେଖିଲି। ଆଚ୍ଛା, ରଘୁନାଥ ମନ୍ଦିରରେ କଣ ଦେଖିଲୁ? ରଘୁନାଥ ମାତାନକି ଗୋଟିଏ ଆସନ୍ତି ଗୋଟିଏ ଜାଗାରେ ପୂଜା ପାଉଛନ୍ତି। ଦର୍ଶନ କଲୁ? ହଁ। ତାପରେ କୋଠିକି ଗଲୁ? ରାଧାକୃଷ୍ଣ ମନ୍ଦିରକୁ ଯାଇ ଦେଖିଲି। ରାଧାକୃଷ୍ଣ ମନ୍ଦିରରେ କଣ ଦେଖିଲୁ? ରାଧାକୃଷ୍ଣ ଯୁଗଳମୂର୍ତ୍ତି ଗୋଟିଏ ଆସନ୍ତି ଗୋଟିଏ ଜାଗାରେ ପୂଜା ପାଉଛନ୍ତି। ଦର୍ଶନ କଲୁ? ତାପରେ କୋଠିକି ଗଲୁ? ଶିବ ମନ୍ଦିରକୁ ଯାଇ ଦେଖିଲି। ହେଲେ ଶିବ ମନ୍ଦିରରେ କଣ ଦେଖିଲୁ? ଶିବ ପାଖରେ ପାର୍ବତୀ ନାଇଁ। ମାନେ ଶିବ ମନ୍ଦିର ଭିତରେ ଅଛନ୍ତି, ପାର୍ବତୀ ମା ବାହାରେ ଅଛନ୍ତି। ଆଙ୍କେ ଘଇତ ମାଇପ ନା ଆଙ୍କେ ମଧ୍ୟ ସ୍ୱାମୀ ସ୍ତ୍ରୀ ଏକାଠି ପୂଜା ପାଇବା କଥା। ଲକ୍ଷ୍ମୀନାରାୟଣ ଏକାଠି ପୂଜା ପାଇଲେ, ରାଧାକୃଷ୍ଣ ଏକାଠି ପୂଜା ପାଇଲେ, ରାମ ସୀତା ଏକାଠି ପୂଜା ପାଇଲେ, ସେହିପରି ଶିବ ପାର୍ବତୀ ଏକାଠି ପୂଜା ପାଇବା କଥା। ଆଙ୍କେ ମାଇପ ହଇତା କୋଉ ଦିନ ମାଡ଼ଗୋଳ ହେଲେ କି ସଭି ମାଡ଼ଗୋଳ ହେଲେ ମନ୍ଦିର ଭିତରେ ଶିବ ରହିଲେ, ପାର୍ବତୀ ମା କାହିଁକି ବାହାରେ ରହିଲେ? ଆଙ୍କେ ମାଇପ ହଇତା କୋଉ ଦିନ କଥା ହଉଛନ୍ତି କହୁ। ଶିବ ପାର୍ବତୀ କେବେ ଭେଟ ହଉଛନ୍ତି? ମୁଁ ତତେ ଆଜି ଯୋଉ ଶିବରାତ୍ର ହଉଛି ଅଲିଆ, ହଁ ମାମୁ ତତେ କହିବି। ହଁ, କଣ କହିବି କହ? ପ୍ରଥମରେ କହ ଶିବ ଆଗେ ଯାହା କଥାଟା ତାର କହୁନା। କଣ କଥା? କୋଉଟା କହ? ଶିବ ମନ୍ଦିରରେ ପାର୍ବତୀ କାହିଁକି ପୂଜା ପାଉନାହାନ୍ତି ଆଉ ଶିବ ପାର୍ବତୀ କେବେ ଭେଟ ହଉଛନ୍ତି? ହଁ ହଁ, ପ୍ରଥମେ ଶୁଣିବୁ ଏଇଟା। ତାପରେ ଆଜ୍ଞା କେତେ ପ୍ରଶ୍ନ ଦେଇଛନ୍ତି। ତାପରେ ତ ରଘୁପତି ରାଘବ ହଁ ରେ ପୁଅ, ସେତିକ ସରିଲା ବେଳୁ ରହିବ କି? ହଁ, କେତେ ଗୁଡିଏ ପ୍ରଶ୍ନ ଦେଇଛନ୍ତି। ଶୁଣେ। ହଁ କହ ମାମୁ। ଅଲିଆ, ହଁ, ଜଗତର ନାଥ ହେଲେ ମାଙ୍କୁ ପଦେ ଡାକିବି ରେ। ଜଗତ ଜନନୀ ମା କରୁଣାମୟୀ ମା ଦକ୍ଷିଣ କାଳୀ ଅଛନ୍ତି, ବୁଝିଲୁ ପୁଅ? ତେଣୁ ମୋର ମାଙ୍କୁ ପଦେ ଡାକିବି, ତାପରେ ତ ପ୍ରଶ୍ନ ଉତ୍ତର କହିବି। ପୁଅ, ରସ ପଞ୍ଚକ ଇଏ 5ଟା ଅକ୍ଷରରେ ମାଙ୍କର 5 ପଦ ନାମ ଧରି ଡାକିବି, ତାପରେ ତ ପ୍ରଶ୍ନ ଉତ୍ତର କହିବି। ରସାଧର ସୁତା ମାଲୋ ଘେନ ମିନତି ଏ ମା ରସାଧର ସୁତା ମାଲୋ ଘେନ ମିନତି ରସା ସୁତା ପତି ତୋତେ କରିଲେ ସ୍ତୁତି। ମାଲୋ ରସା ସୁତା ପତି ତୋତେ କରିଲେ ସ୍ତୁତି। ରଘିନ ବଣେ ପୂଜିଲେ ତୋର ଚରଣ ରଣେର ବଣକୁ ମାତ କଲେ ନିଧନ। ରାଜା କରାଇଲେ ବିଭୀଷଣ ମା ଭଗବତୀ ରାଜା କରାଇଲେ ବିଭୀଷଣ।
शांति प्रदायिनी शक्ति स्वरूपिणी दुष्ट संहारिणी शक्ति स्वरूपिणी दुष्ट संहारिणी शंकर भाविनी गिरिराज कुमारी शंकर भाविनी गिरिराज कुमारी सारणा विमला कमला गौरी शरण पादे तोहरी मा भगवती आउ शरण पादे तोहरी प्रथम नाम कमला तू कमलाखी प्रथम नाम कमला तू कमलाखी पशुपति प्रिया भगवती कामाखी पशुपति प्रिया भगवती कामाखी पर्वतराज कन्या पार्वती तो नाम लो पार्वती तो नाम पदकु पद देउथी भूमि साइण तोर पद्म पादे दियो स्थान लो भगवती तोर पद्म पादे दियो स्थान चकित सहचरी भैरवी विजय चकित सहचरी भैरवी विजय चंचला चोला पांगी चंद्रमौली जाया चंचला चोला पांगी चंद्रमौली जाया चामुंडर पहाड़ी चारु चंद्र हासा अच्छा चाहानी छोट करे नासिलो महिषा भालो चाहानी छोट करे नासिलो महिषा तो चरणे करुछि आशा लो भगवती तो चरणे करुछि आशा करुणामयी करुणा कर मुठार भालो करुणामयी करुणा कर मुठार कंद बंधु सुत भयरु दूर कर मालो कंद बंधु सुत भयरु दूर कर करिबु करुणा एतिकी महामाई कहे दिन कृष्ण चंद्र तो पादे छाई अच्छा कोड़ी कार दाऊ शेष होइलो भगवती कोड़ी कार दाऊ शेष हो कौन पैसा गणा लगेलु याडा याडा प्रश्न पचारिलु याडा बाबू ए शुणे एक दिने पार्वती पचारती शिवंकु प्रभातु उठी मने स्मरुछंती काहाकु तुम बिना संसारे बड़ तो केही नाही नमस्कार काहाकु कर हे प्राण साई संशय फेरी मते कुह हे दिगामर मन मधुम घोर संशय दूर कर हई हई बलिया दिने मां पार्वती शिव को पचारिले प्रभु आपण हेले देवदेव महादेव महादेव आपण सकल देवता मानक परे बड़ हेबारु आपणकर नाम होछि देवदेव महादेव महादेव आपणक थारु जगतर आउ बड़ केही नाही प्रभु नाही हेले प्रभु मु प्रत्येक दिन देखुछि आपण जते बेले प्रभातरु सज्जा त्याग करंती अच्छा सेते बेले आपण सज्जा उपरे बसी काहाको ध्यान करूछ तापरे प्रणिपात करी आपण सज्जा त्याग करूछ काहाकू नमस्कार करूछ तापरे सज्जा त्याग करूछ हे शंकर हे भगवान तुमे तो हलो संसार रे बड़ तमुटु बड़ किए नाही तमे हुछ देवदेव महादेव तम नाम महादेव आपण कठारु के बड़ अछि प्रभु आपण तांकु नमस्कार करूछ ए कथाटा मते टिके डाउट लागिला ईश्वर कहिले हे पार्वती जनग भइता मोर डंबरु कोन बाजुछि तांबड़ तांबड़
अरे मोर डंबरू बाजुछि परा तांबड़ 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 हाँ अरे मु बड़ कहिले हब हाँ मो ठारू आउ जणे बड़ लोक अछि हाय गो हाँ तमुडी जदि किए बड़ अछि ताकू जदि तमे नमस्कार करतो मत देखे दौनी गो मु हेले नमस्कार करबी ईश्वर कहिले हे पार्वती जन गो घइता हे कि तो माई पहलिया तू नि थाउन तो माई पहबी ए जगत रे बड़ हले किए से ये से मोहर प्रभु जे अटंदी चक्रधर ताहांक श्री चरणे नमो अछि पयर मोहर प्रभु देख अटंदी नारायण ताहांक श्री चरणे करू अछि प्रणाम सुण आग पार्वती कहउछन्ति शंकर संसार रे बड़ अटंदी चक्रधर ईश्वर कहिले हे पार्वती ए जगत रे बड़ हेले गोलोकपति विष्णु अनादि ठाकुर परम ब्रह्म सेई भगवानଙ୍କର पाद पद्मरे मु प्रणिपात करी तापरे मु सद्या त्याग करूची ए माइयाडा केन ऑनलाइन डाहि रहउछु केमिति याडा का ऑनलाइन डाहि रहउछु देखुनु की गो हरि गो याडा किंदी ऑनलाइन डाहि रहउछु देखुनु कोन हेलु ए मामो पार्वती हेली गो हां ए मा सुंदर तो निकी गो हे बापा की सुंदर हां सुंदर पुछिला आयो है गो मो पार्वती हां तमर दत्त अछि तमे शिव हबो पिले पार्वती मांगर निश थिला थिला रे पुओ शिव को विचार ना गेलु माडी बोलगिरी शांति देले ना गो मो पार्वती तमर दत्त अछि तमे शिव हबो तमे मो घइता हबो मु तम माई पहबी आमे घइता माई प हेजिया गो अरे मु जटियाडा बोली मु शिव हेबी रे आमे घइता माई प ओहो तू पार्वती मु शिव आमे घइता माई प हेजिया गो माने स्वामी स्त्री रे आजि शिव रातुडा आजिया गो एने कोन सबुदिन पाइना ए मा सबुदिन हेले के संभाली पारियो बा ए पुरांडा सल्ला पंते लोक माने बुझिया पे तमे मो घइता मु तम माई प ओहो ए पुराण को समते बुझिबा पई आमे स्वामी स्त्री आ सबुदिन हेजी गया अच्छा हो पार्वती केन गो घइता ए पति नाथ कांत स्वामी प्रभु प्रभु ए जगत रे बड़ हेले गोलोकपति विष्णु हाय गो हां तमे जदि विष्णु को बड़े बेली कहतो अच्छा से विष्णु को तमे जदि नमस्कार करतो हां हां मते देखे दनी गो मु हेले नमस्कार करबी मोर प्रभु को दर्शन करिवो हां गो आसो चल कुआडी दिया आसो मो कथा सुनिला हबो ना चल न दिया कुआडे ए से बनाड़े ए मा जाबा के राम पीती रे पो मुकिंदिया भसिडिया पार्वती जे आज महाशिवरात्र रे मते बणु को डाकुचिबा नहीं है मोर प्रभु को देखियो बरा आ बणु को डाकु मोर प्रभु बनस्तरे अछंदी केन करततिबा आज्ञा सेतेबेला को भगवान विष्णु राम अवतार होइछंदी हां पितृ सत्य पालन करी रामचंद्र भाई भार्यांगु नै पंचवटी वन रे वास करिछंदी अच्छा अच्छा पंचवटी वन काहे की ना पांचटी बट थिबारु नाम पंचवटी वन कोन पंचुटा बट हेले वन रे कोन पांचटी बट थिला कोन त्रिपुरा बट शंकर बट बिरंची बट बासव बट गदाधर बट हां ए जो पांचटी बट थिबारु नाम होछि पंचवटी वन अच्छा पंचवटी वन रे रामचंद्र पत्र कुड़िया निर्माण करी रहिथिले अच्छा रावण जेतेबेले सीतांगु चोरी करी नै गला सेतेबेले प्रभु रामचंद्र पंचवटी वन रे कांदी कांदी मां सीतांगु खोजुछंदी अच्छा अच्छा एई समय पार्वती मां को शिव धरी जाइछंदी पंचवटी वन को किपरि कांदी कांदी खोजुथुले रामचंद्र किपरि मां सीतांगु किपरि खोजुथिले किपरि आहा मो जानकी गो आहा मो बैदेही कुळारा कुळ दीप लिभाई गलो काहे हो हो आहा मो जानकी गो आहा मो बैदेही कुळारा कुळ दीप लिभाई गलो काहे तकबी माधर अखंड चंद्र मुख पासरी देली देखी गहन मन दुख भाग्ये भागी शंकर कोदंड विभाहेली प्रदीप छुई तुरी छुआई सत कली बोइनु प्राणनाथ नुहई मोर आन सेदिनु दाड़िली मु अटुतु बोली धन्य मूर्छिन पारी तेणु सन्द
ପାର୍ବତୀ କିଅଣ ଗ ଆଜି ଯୋଉ ପଞ୍ଚବଟୀ ବନରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଖୁଛ ହଁ ସେ ହେଲେ ଗୋଲକପତି ବିଷ୍ଣୁ হয় ଗ ଦର୍ଶନ କର ପାର୍ବତୀ ଆକୁ ତମେ ରାମଚନ୍ଦ୍ର ବୋଲି କହୁଛ ସ୍ୱୟଂ ଭଗବାନ ଅନାଦି ଠାକୁର ରାମ হয় গ এটা রঘু ও রপুটাকে অর্জুন পাঠ করছি পার্বতী মাঠু অভিশাপ দেবী ছিড়িয়ে দিবি রে পুଅ আরে ভেসি দিয়া পার্বতী ଅଲିଆ କିଏ ଅଲିଆ ମୁଁ ତ ମାଇ ପକରା ଗ ଓହୋ ତୁ ପାର୍ବତୀ ହେଇଯାଇଛୁ ନାଇଁ ଆଉ ଜଣ ଏଇ ପୁରାଣ୍ଡା ଲୋକମାନେ ବୁଝିବା ପାଇଁ ଆରେ ତୁ ଯେମିତି ପୁରାଣକୁ ବୁଝିବା ପାଇଁ ଏଠି ପାର୍ବତୀ ହେଇଯାଇଛୁ ହଁ ସେଇପରି ପୁରାଣକୁ ବୁଝିବା ପାଇଁ ବର୍ତ୍ତମାନ ସେ ରାମଚନ୍ଦ୍ର ପୁରାଣ୍ଡା ବୁଝିବା ପାଇଁ ଆକୁ ରାମଚନ୍ଦ୍ର ବୋଲି କହୁଛ ହଁ ହଉ ଇଏ ଯଦି ପ୍ରକୃତରେ ରାମଚନ୍ଦ୍ର ଗୋଲକପତି ବିଷ୍ଣୁ ଆଚ୍ଛା ଆ ମାଇକିନା ଟାକୁ ପଞ୍ଚବଟୀ ବନରୁ କିଏ ନେଇଗଲା ଇଏ ଜାଣିପାଇଲାନି ଇଏ ଭଗବାନ ହିଁ ଜାଣିପାରୁନି ତା ସ୍ତ୍ରୀଟାକୁ କିଏ ଧରି ପଳେଇଲା ଜଣେ ଧରିକିରି ପଳେଇଲା ଇଏ ତାଠୁ ଛଡେଇକି ରଖିପାଇଲାନି ଭଗବାନ ହିଁ ନିଜ ସ୍ତ୍ରୀଟାକୁ ରକ୍ଷା କରିପାରିଲେନି ଗଛ ପତ୍ରରୁ କୁଣ୍ଢେଇ ପକଉଛି ମୋ ମାଇପ ବୋଲି ବାୟା ବାତୁଳ ହଳିଆ ବୁଲୁଛି ଆଚ୍ଛା ଆକୁ ଯଦି ତମେ ବଡ ବୋଲି କହୁଛ ହଁ ହଁ ମୁଁ ତତେ କରିବି ରେ ପରୀକ୍ଷା କରିବା ଚଉଣ୍ଡା କରିବି ବୋଲି ଅଣ୍ଡାଲଟା ହେଇ ପଡି ଯାଉଛୁ ବା ଓହୋ ଇଏ ପ୍ରକୃତରେ ରାମଚନ୍ଦ୍ର ସ୍ୱୟଂ ଭଗବାନ ନାରାୟଣ ହଁ ନା ଗୋଟେ ମାନବ ମୁଁ ଆକୁ ପରୀକ୍ଷା କରିବି ଆଜ୍ଞା ପାର୍ବତୀ ମା ରାମଚନ୍ଦ୍ରଙ୍କୁ ପରୀକ୍ଷା କଲେ କିପରି ପରୀକ୍ଷା କଲେ କିପରି ପରୀକ୍ଷା କଲେ ମା ଦେଖ ନିଜ ରୂପଟାକୁ ମା ଛାଡି ଦେଇନ ଏ ସୀତା ରୂପକୁ ମା ଧରିଲେ ବହନ ସୀତା ରୂପକୁ ମା ଧରିଲେ ବହନ ସୀତା ରୂପ ଧରିଣ ମାତା ପାର୍ବତୀ ସୀତା ରୂପ ଧରିଣ ମାତା ପାର୍ବତୀ ପଞ୍ଚବଟୀ ବନରେ ବୁଲି ପୁଷ୍ପ ତୋଳୁଛନ୍ତି ଯେତେବେଳେ ଲକ୍ଷ୍ମଣ ନେତ୍ରରେ ଦେଖିଲେ ରାମଚନ୍ଦ୍ରଙ୍କୁ ବିନୟ କହିଲେ ଆହେ ରଘୁପତି ମାତା ଜାନକୀ ବନରେ ପୁଷ୍ପ ତୋଳୁଛନ୍ତି ଯେତେବେଳେ ପ୍ରଭୁ ରାମ ଯେ ଦେଖିଲେ ପାର୍ବତୀ ବୋଲି ପ୍ରଭୁ ରାମ ଜାଣିଲେ ଆଗ ପାର୍ବତୀ ମୋର ଘିନ ମିନତି ତୁମେ ପରୀକ୍ଷା କରିବାକୁ ଆସିଛ କି ଏ ବନ ବନସ୍ତତା ଭଲ ନାହିଁ ଦୁଷ୍ଟ ରାକ୍ଷସ ମାନେ ଅଛନ୍ତି ରହି ସତୀତ୍ୱ ତୁମର ହରଣ କରିବେ ଅତି ଶୀଘ୍ର କୈଳାସକୁ ଯାଅ ଏବେ ଆଗ ପାର୍ବତୀ ଘିନ ପ୍ରଣତି କୈଳାସପୁରକୁ ଚଢି ଯାଅ ଝଟତି ଆଜ୍ଞା ମା ପାର୍ବତୀ ରାମଚନ୍ଦ୍ରଙ୍କୁ ପରୀକ୍ଷା କରିବା ପାଇଁ ସୀତା ରୂପ ଧରି ପଞ୍ଚବଟୀ ବନରେ ବୁଲି ବୁଲି ପୁଷ୍ପ ତୋଳୁଛନ୍ତି ଲକ୍ଷ୍ମଣ ଯେତେବେଳେ ଦେଖିଲେ ରାମଚନ୍ଦ୍ରଙ୍କୁ କହିଲେ ପ୍ରଭୁ ମା ଜାନକୀ ବନସ୍ତରେ ପୁଷ୍ପ ତୋଳୁଛନ୍ତି ଯେତେବେଳେ ରାମଚନ୍ଦ୍ର ଦେଖିଲେ ଏ ତ ଭଗବାନ ରାମ ଅନ୍ତର୍ଯାମୀ ନାଥ ଅନ୍ତର କଥା ଜାଣନ୍ତି ମା ପାର୍ବତୀ ବୋଲି ପ୍ରଭୁ ରାମଚନ୍ଦ୍ର ଜାଣିପାରିଲେ ତେଣୁ ଦୂରରୁ ଦେଖି ରାମଚନ୍ଦ୍ର ହାତ ଯୋଡୁଛନ୍ତି କହିଲେ ମା ତୁମେ ମୋର ସୀତା ନୁହ ତୁମେ ହଉଛ ମା ପାର୍ବତୀ ତୁମେ ସୀତା ରୂପ ଧରି ମତେ ପରୀକ୍ଷା କରିବାକୁ ଆସିଛ ମା ଏ ପଞ୍ଚବଟୀ ବନ ଭଲ ନୁହ ରାକ୍ଷସ ମାନେ ତୁମର ସତୀତ୍ୱକୁ ନଷ୍ଟ କରିଦେବେ ମା ତୁମେ ଶୀଘ୍ର କୈଳାସକୁ ଚାଲି ଯାଅ একথা শুনি আজ্ঞা পার্বতী আশ্চর্য হয়ে গলে দেখ পার্বতী বলি হে জানিলে রঘুনাথ আশ্চর্য হয়ে গলে জগত মাত রামচন্দ্রকু পুরি বিনয় কহিলে আজ্ঞা রামচন্দ্রকু দেখ বিনয় কহিলে সীতা কিয়ে নেলা প্রভু হে জানি ন পারিলে আহে রঘুপতি तुम सीता को के चोरी करी नहीं जे अछि एक कथा प्रभु तुम्हें जानी न पारी भलो तरे बुलु अछ आहे चाप धारी अचलता तो तुम्हें स्त्री कहिन भाई धरु छ आहे नारायण मां पार्वती कहिले हे रामचंद्र आपणकर सीताଙ୍କୁ ए बनस्तरु के नहीं गला आपण जानि पारु नाहंती ए बनस्तरे कांदी कांदी बोलुछंदी गछलता पत्थर पहाड़ को मो स्त्री बोली कुंढेई पकाउछंदी हेले प्रभु जदि तम स्त्रीटा को के नै गला तुमे जानि पारु ना मु जो सीता रूप धरी आपण को आदि एठी परीक्षा करबा को आसीछि ताहले मु पार्वती बोली आपण केमिति जानिले प्रभु रामचंद्र कहिले मा मु जानिछि रावण मो सीता को नै अशोक वन रे रखिछि कारण सीता हरणं रावण मरण सीता हरिले का मा रावण मरिबो
ନହେଲେ ରାବଣର ମୃତ୍ୟୁ ନାହିଁ। କାରଣ ରାବଣ ହଉଛି ମୋର ଦ୍ୱାରପାଳ, ଜୟ ବିଜୟ ଅଭିଶାପ ପାଇ ରାବଣ କୁମ୍ଭକର୍ଣ୍ଣ ଅସୁର ରୂପରେ ଜନ୍ମ ନେଇଛନ୍ତି। ତେଣୁ ସତ୍ୟ ଯୁଗରେ ହିରଣ୍ୟ ହିରଣାକ୍ଷ, ତ୍ରେତାରେ ରାବଣ କୁମ୍ଭକର୍ଣ୍ଣ, ଦ୍ୱାପରରେ ଶାଲ୍ବ ଶିଶୁପାଳ। ଯୁଗକୁ ଯୁଗ ହିଁ ମତେ ପରମାନନ୍ଦ ଜଗତେ, ଦୁଷ୍ଟନାଶୀନ ସନ୍ଥପାଳୁ, ତୁନାଥ ପରମ ଦୟାଳୁ। ଶରୀର ବହୁ କାଳେ କାଳେ, ସ୍ୱଧର୍ମ ରଖୁ ମହି ତଳେ। ଭଗବାନ ଦୁଷ୍ଟକୁ ବିନାଶ କରି ସନ୍ଥ ଜନ ମାନଙ୍କୁ ପାଳନ କରିବା ପାଇଁ ଯୁଗେ ଯୁଗେ ଭଗବାନ ଅବତାର ନେଇଥାନ୍ତି। ତେଣୁ ରାମଚନ୍ଦ୍ର କହିଲେ, ମା ରାବଣକୁ ବିନାଶ କରିବା ପାଇଁ ମୋର ହିଁ ରାମ ଅବତାର। ମୁଁ ଜାଣିଛି ମା, ସବୁ ଜାଣିଥିଲେ ମଧ୍ୟ କେବଳ ନ ଜାଣିଲା ପରି ମୁଁ ଅଭିନୟ କରୁଛି। ପାର୍ବତୀ ବୁଝିଲେ ପ୍ରକୃତରେ ରାମ ହେଉଛନ୍ତି ସ୍ୱୟଂ ଭଗବାନ। ତେଣୁ ପାର୍ବତୀ ମା କ୍ଷମା ଚାହିଁଲେ, କହିଲେ ପ୍ରଭୁ ମୁଁ ଗୋଟିଏ ସାମାନ୍ୟ ମାନବ ବିଚାର କରି ସୀତା ରୂପ ଧରି ପରୀକ୍ଷା କରିଥିଲି। ପ୍ରଭୁ ଅପରାଧ ମୋର କ୍ଷମା କର। ମା ପାର୍ବତୀ କ୍ଷମା ମାଗି ଆଜ୍ଞା କୈଳାସକୁ ଯାଉଛନ୍ତି। ଦେଖ ସୀତା ରୂପଟାକୁ ମା ଛାଡ଼ି ଦେଇନ, ନିଜ ରୂପକୁ ମା ଧରିଲେ ତକ୍ଷଣ, ପାର୍ବତୀ ରୂପକୁ ଧରିଲେ ବହନ। ତର ତର ହୋଇ ପାର୍ବତୀ ଚଳିଗଲେ, ଶିବଙ୍କ ପାଶରେ ହାଜର ହୋଇଲେ। ଦୋଷ ମୋର କ୍ଷମା କର ହେ ଦମ୍ବରୁଧର, ରାମ ଏତେ ବଡ଼ ବୋଲି ଜାଣିଲି ଏଥର। ଶିବ କହୁଛନ୍ତି ପାର୍ବତୀ ମୁଖ ଚାହିଁ, ଆଜିଠାରୁ ମୋ ମନ୍ଦିରେ ତୁମର ସ୍ଥାନ ନାହିଁ। ସୀତା ରୂପଟାକୁ ଗୋ ଆଗ ଧରିଲ, ଆଜିଠାରୁ ମା ମୋର ହୋଇରେ ଗଲ। ରାମଚନ୍ଦ୍ର ଅଟନ୍ତି ଯେ ମୋହର ପିତା, ସୀତା ରୂପ ଧରି ହୋଇଲ ମୋହର ମାତା। ପାର୍ବତୀ ମା କିଏ ମାଇପ କିଏ ଚିହ୍ନି ପାରୁନ, ମୁଁ ତମ ମାଇପ ପରାଗ। ଏ ପାର୍ବତୀ କଣ ତୁମେ ଆଜି ସୀତା ରୂପ ଧରି ରାମଚନ୍ଦ୍ରଙ୍କୁ ପରୀକ୍ଷା କରୁଥିଲ। ପରୀକ୍ଷା କରିବାକୁ ଧରିଥିଲି। ତେଣୁ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ମୁଁ ତୁମକୁ ଦେବୀ ସୀତା ରୂପରେ ଦର୍ଶନ କରିଛି। ସତ୍ୟ କି ଗ? ତେଣୁ କରି ଆଜିଠାରୁ ତୁମେ ମୋର ମା ହେଲ। ମା ସେଥିପାଇଁ ମୋ ମନ୍ଦିରକୁ ଆଉ ପ୍ରବେଶ କରିପାରିବ ନାହିଁ। ନାଇଁ ଗ, କେତେ ତପସ୍ୟା କରି ତମକୁ ସ୍ୱାମୀ ରୂପରେ ପାଇଥିଲି। ତମକୁ ଘଣ୍ଟାଟି ନ ଦେଖିଲେ ମୁଁ ସମ୍ଭାଳି ପାରୁନି। ନାଇଁ ଗ, ମୁଁ କେମିତି ରହିବି? କୋଉଠି ରହିବି କହୁନୁ ଗାଣ ଗ? ପାର୍ବତୀ ଏମିତି କହୁଥିଲେ। କୋଉଠି ରହିବି କେମିତି ରହି କହୁନୁ ଗାଣ ଗ? ଆଜ୍ଞା ପାର୍ବତୀ ଯେତେବେଳେ ବହୁତ କାନ୍ଦିଲେ, ଈଶ୍ୱର କହିଲେ ହଉ ପାର୍ବତୀ କି ତ କହୁନୁ ଗାଣ ଗ? ତୁମର ମୋର ବର୍ଷକୁ ଥରେ ମାତ୍ର ଭେଟ ହବା। ବର୍ଷକୁ ସବୁ ଗୋଟେ ଦିନ, ମାତ୍ର ଗୋଟିଏ ଦିନ ତମର ମୋର ଭେଟ ହବ। ଆଉ କୋଉ ଦିନ କହୁନୁ ଗାଣ ଗ? ସେଦିନକୁ ନହେଲେ ଗନ୍ଥା ମୁତୁଳା ଧରି ପଳେଇ ଆଇବି। ପାର୍ବତୀ କହୁଥିଲେ ଗନ୍ଥା ମୁତୁଳା ଧରି ନାଇଁ ଗ, ବର୍ଷଟି କାଳ ମୁଁ କୋଉଠି ରହିବି? ଆଉ ତମର ମୋର କୋଉ ଦିନ କଥା ହବା? ଶୁଣ ପାର୍ବତୀ, ତମର ମୋର କେବେ ଭେଟ ହବ ଜାଣିଛ? କେବେ? ଆଗ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଯେ ତିଥି, ଶୀତଳ ଷଷ୍ଠୀ ଯାତ୍ରା ଲୋକେ ପାଳିବେଟି। ସେହି ଦିନ ତୁମର ମୋର ହୋଇବ ମିଳନ, ବାକି ଦିନ ରହିବ ଅଲଗା ହୋଇଣ। ଜଗତର ମା ବୋଲି ପାଳିବେ ଜନ, ଜଗତ ଜନନୀ ତୁମ ହୋଇବ ନାମ, ଜଗତ ଜନନୀ ତୁମ ହୋଇବ ନାମ। ପାର୍ବତୀ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ମୋର ଶୀତଳ ଷଷ୍ଠୀ ଯାତ୍ରା ପଡିବ। ତେଣୁ ଶୀତଳ ଷଷ୍ଠୀ ଯାତ୍ରା ହଉଛି ଆଜ୍ଞା ଶିବ ପାର୍ବତୀଙ୍କର। ଆପଣ ମାନେ ସମସ୍ତେ ଜାଣିଥିବେ, ପ୍ରତ୍ୟେକ କ୍ୟାଲେଣ୍ଡରରେ ବି ଲେଖା ହେଇଥିବ ଶୀତଳ ଷଷ୍ଠୀ ଯାତ୍ରା। ଶିବ ପାର୍ବତୀଙ୍କର ଯାତ୍ରା ହଉଛି ଶୀତଳ ଷଷ୍ଠୀ ଯାତ୍ରା। ପ୍ରଥମ ଦିନ ହୁଏ ଶିବ ବିବାହ। ତେଣୁ ବର୍ଷକୁ ଥରେ ଶୀତଳ ଷଷ୍ଠୀ ଯାତ୍ରାରେ ତମର ମୋର ମିଳନ ହବ। ଆଉ ସବୁଦିନ ମୁଁ କୋଉଠି ରହିବି? ଆଉ ବାକି ଦିନ ମୋ ମନ୍ଦିର ଉତ୍ତର ପାର୍ଶ୍ୱରେ ତୁମେ ଅଲଗା ମନ୍ଦିର କରି ରହିବ। ନାଇଁ ଗ, ପାର୍ବତୀ ମନ୍ଦିର ଅଲଗା ହବ, ଶିବ ମନ୍ଦିର ଅଲଗା ହବ। ନାଇଁ ଗ, ତମ ମନ୍ଦିର ବେଡା ଭିତରେ ଥିବି ପରାଗ। ଉତ୍ତର ପାର୍ଶ୍ୱରେ ରହିବ। ଆଉ ବେଡା ଭିତରେ ତ ଥିବି। ବେଳା ବୁଢିଆ ପୂଜାରୀ ପୂଜା କରିକିରି ପଳେଇ ଆଇଲେ, ତମେ ଆଇଲେ ଆମେ କେତେବେଳେ ହେ ତନିକି ଗ, ନହେଲେ ଯାଉଛି ଗ ମନ ପକଉଥ ଆଇ ଲଭ୍ ୟୁ। ପାର୍ବତୀ କହୁଥିଲେ ଶିବଙ୍କୁ ଆଇ ଲଭ୍ ୟୁ। ଆଜ୍ଞା ତୁଳସୀ ଦାସ ରାମାୟଣେ ଲେଖା ହୋଇଛି, କ୍ଷେତ୍ର ମୋହନ ରାମାୟଣରୁ ବୁଝାଇ କହୁଛି, କ୍ଷେତ୍ର ମୋହନ ରାମାୟଣରୁ ବୁଝାଇ କହୁଛି। ଏବେ ପାଇଲା କି ତୋର ମତି
ଯଦି କହଲିଆ ଏବେ ପାଇଲା କି ତୋର ମତେ ହଁ ମାମୁ ତେଣୁ ଶିବ ପାର୍ବତୀଙ୍କର ବିଚ୍ଛେଦ ହୋଇଛି ଆଉ ଶୀତଳ ଷଷ୍ଠୀ ଯାତ୍ରାରେ ଶିବ ପାର୍ବତୀଙ୍କର ମିଳନ ହୁଏ। ଆଚ୍ଛା ଆଚ୍ଛା ପୁଣି ଆଉ କେବେ ମିଳନ ହୁଏ? ଆଉ କୋଉ ଦିନ? ଆମର ଗଣେଶ ବିଭୂତିରେ ଲେଖା ହେଇଛି। କଣ ବୋଲି? ଶିବ ପାର୍ବତୀଙ୍କର କେବେ ଭେଟ ହୁଏ? କେବେ? ଝାମୁ ଯାତ୍ରାରେ ଦଣ୍ଡ ନାଚ। ଦଣ୍ଡ ନାଚ। ଆରେ 13 ଭକ୍ତ ମନରେ ଆନନ୍ଦ ହୋଇ ଶିବ ପାର୍ବତୀଙ୍କୁ ସଙ୍ଗରେ ନେଇ ଗ୍ରାମ ଗ୍ରାମ ବୁଲି ଦେଖ ଦଣ୍ଡ ନାଚ କରନ୍ତି। 13 ଦିନ ଶିବ ପାର୍ବତୀଙ୍କ ଯାତ୍ରା ହୁଏ। ଆରେ 13 ଦିନ ଦେଖ ହୋଇ ମିଳନ ପଣା ସଂକ୍ରାନ୍ତି ବାବୁରେ ହୋଇବ ଯଦିନ ସେହି ଦିନ ଠାରୁ ପୁଣି ବିଚ୍ଛେଦ ହୁଅନ୍ତି। ତେଣୁ ଶିବ ପାର୍ବତୀଙ୍କର ମିଳନ ହେଉଛି ଶିବ ପାର୍ବତୀଙ୍କ ମିଳନ ହେଉଛି ଗଣେଶ ବିଭୂତିରେ ଲେଖା ହୋଇଛି। ଗଣେଶ ବିଭୂତି ବୋଲି ଗୋଟିଏ ଶାସ୍ତ୍ର ଅଛି ବହି, ସେଥିରେ ଲେଖା ହେଇଛି ଝାମୁ ଯାତ୍ରାରେ ଶିବ ପାର୍ବତୀଙ୍କର 13 ଦିନ ମିଳନ ହୁଏ। ହେଲା ହଉ ହେଲେ